କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ। ଆଜିକା ଦୁନିଆରେ ସବୁଠାରୁ ବ୍ୟସ୍ତ ଏବଂ ଗହଳି ଲାଗି ରହୁଥିବା ସ୍ଥାନ କହିଲେ ଡାକ୍ତରଖାନାକୁ ହିଁ ବୁଝାଇଥାଏ। ପ୍ରତିଦିନ ଶହ ଶହ ରୋଗୀ ଆସି ଡାକ୍ତରଖାନାରେ ଲମ୍ବା ଲାଇନ୍ ଲଗାଇବା ସହିତ ଖୁବ୍ ଗହଳ ଚହଳ ଦେଖାଦେଇଥାଏ। କି ଦିନ କି ରାତି ସବୁବେଳେ ଲୋକମାନଙ୍କୁ ଯିବା ଆସିବାର ସ୍ଥାନ କେବଳ ଡାକ୍ତରଖାନାରେ ହିଁ ଦେଖିବାକୁ ମିଳିଥାଏ। ସେମିତି ଏକ ଡାକ୍ତରଖାନା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ପ୍ରତିଦିନ ରୋଗୀମାନଙ୍କ ଗହଳି ଲାଗି ରହିଥାଏ। ଗାଁଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସମସ୍ତେ ନିର୍ଭର କରିଥାନ୍ତି କେନ୍ଦୁଝରର ଏହି ମୁଖ୍ୟ ଚିକିତ୍ସାଳୟ ଉପରେ। ଏଠାରେ ଅନେକ ପ୍ରକାର ରୋଗର ଚିକିତ୍ସା ସୁବିଧା ରହିଥିବା ବେଳେ ପରୀକ୍ଷା କରିବା ପାଇଁ ମଧ୍ୟ ଆବଶ୍ୟକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି। କିନ୍ତୁ ଦୁଃଖର ବିଷୟ ଯେ ପରୀକ୍ଷା କରିବାର ସୁବନ୍ଦୋବସ୍ତ ଥାଇ ମଧ୍ୟ ଅଲ୍ଟ୍ରାସାଉଣ୍ଡ ବନ୍ଦ ହୋଇ ରହିବା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲ୍ଟ୍ରାସାଉଣ୍ଡ କିଛି ଦିନ ହେଲା ବନ୍ଦ ହୋଇଥିବା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ କେନ୍ଦୁଝର ଜିଲ୍ଲା ବ୍ୟତୀତ ପଡ଼ୋଶୀ ଜିଲ୍ଲାର ଅନେକ ରୋଗୀ ଭରସା କରି ଆସିଥାନ୍ତି। ଏଠାରେ ରୋଗୀମାନଙ୍କ ପାଇଁ ଚିକିତ୍ସାର ସୁବନ୍ଦୋବସ୍ତ ରହିଥିଲେ ମଧ୍ୟ କିଛି ଦିନ ହେଲା ଅଲ୍ଟ୍ରାସାଉଣ୍ଡ କରିବାରେ ରୋଗୀ ବଞ୍ଚିତ ହେଉଛନ୍ତି। ଯାହାଫଳରେ ଘରୋଇ ଅଲ୍ଟ୍ରାସାଉଣ୍ଡ କରି ଆର୍ଥିକ ମାନଦଣ୍ଡ ଉପରେ ବିରାଟ ପ୍ରଭାବ ପଡ଼ିଥିବା ଦେଖାଦେଇଛି। କୌଣସି କାରଣ ପାଇଁ ଅଲ୍ଟ୍ରାସାଉଣ୍ଡ ବନ୍ଦ ରହିଥିବାର ଦେଖାଦେଇଥିବା ବେଳେ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ। କିନ୍ତୁ ଏହି ମୁଖ୍ୟ ଚିକିତ୍ସାଳୟରେ ଏମିତି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲେ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ଏହି ଅଲ୍ଟ୍ରାସାଉଣ୍ଡ ମେସିନକୁ ଚାଲୁ ରଖିବା ପାଇଁ ସାଧାରଣରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।